ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଏସ୍ଆଇଆର୍ର ଫର୍ମ ଫିଲ୍ଅପ୍ ନେଇ ଆପଣମାନଙ୍କର ବହୁତ ସାରା କମେଣ୍ଟ ରହୁଛି। ଏହା ପୂର୍ବରୁ ମୁଁ ଆପଣମାନଙ୍କ ସହିତ ଏସ୍ଆଇଆର୍ର ଦୁଇଟି ଭିଡ଼ିଓ ଯାକି ସେୟାର କରିଥିଲି। ଗୋଟିଏ ଥିଲା ଆପଣମାନଙ୍କର କ୍ୟାଟେଗୋରୀ 1ରେ ଯେଉଁମାନେ ପୂର୍ବରୁ 2002 ମସିହା ଏସ୍ଆଇଆର୍ ଅନୁସାରେ ନିଜର ଡାଟା ଫିଲ୍ଅପ୍ କରୁଛନ୍ତି ସେମାନଙ୍କୁ କେମିତି ଫର୍ମ ଫିଲ୍ଅପ୍ କରିବା ପାଇଁ ପଡ଼ିବ, ଏବଂ ଆଉ ଗୋଟିଏ ଆପଣମାନଙ୍କର ଥିଲା କ୍ୟାଟେଗୋରୀ ବି ଯେଉଁମାନଙ୍କର ନାମ ଏସ୍ଆଇଆର୍ରେ 2002 ମସିହାରେ ନଥିଲା, ସେମାନେ କେମିତି ନିଜ ସମ୍ପର୍କୀୟ ବାପା କିମ୍ବା ମାଆଙ୍କର ଡିଟେଲ୍ସ 2002 ମସିହା ଡାଟା ଅନୁସାରେ ଫିଲ୍ଅପ୍ କରିବେ। ତ ଏହାପରେ ଆଉ ଗୋଟେ ମଧ୍ୟ କମ୍ପ୍ଲେନ୍ ବା ଆଉ ଗୋଟେ ମଧ୍ୟ ଡାଉଟ୍ ବର୍ତ୍ତମାନ ସାମ୍ନାକୁ ଆସୁଛି ଯେ ଯଦି ଏସ୍ଆଇଆର୍ ଆମେ ଫର୍ମ ଫିଲ୍ଅପ୍ କରୁଛୁ ଯେଉଁମାନେ ମ୍ୟାରେଜ୍ ପର୍ସନ୍ ଅଛନ୍ତି, ଅର୍ଥାତ୍ 2002 ମସିହା ପରେ ଯେଉଁମାନଙ୍କର ମ୍ୟାରେଜ୍ ହେଇଛି ଏବଂ ସେମାନଙ୍କର ବର୍ତ୍ତମାନ ଏସ୍ଆଇଆର୍ର ଏନୁମେରେସନ୍ ଫର୍ମ ଯେତେବେଳେ ଫିଲ୍ଅପ୍ କରିବେ ସେ ସମୟରେ ଆପଣମାନେ କାହାର ଡାଟା ଦେବେ? ଆପଣଙ୍କର ସ୍ୱାମୀଙ୍କର ଡାଟା ରହିବ ବା ତାଙ୍କର ବାପା ବା ମାଆଙ୍କର ଡାଟା ରହିବ? ଏନେଇ ମଧ୍ୟ ବହୁତ ସାରା ଆପଣମାନଙ୍କର ଡାଉଟ୍ ରହୁଛି। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେଉଁମାନେ ବିବାହିତ ମହିଳା ରହିଛନ୍ତି ବା ଯେଉଁମାନେ ମ୍ୟାରେଡ୍ ପର୍ସନ୍ ରହିଛନ୍ତି ସେମାନଙ୍କର ଏସ୍ଆଇଆର୍ର ଫର୍ମ କେମିତି ଫିଲ୍ଅପ୍ ହେବ, କେଉଁ ଡିଟେଲ୍ସ ସେମାନେ ଦେବେ ଏବଂ ଫିଲ୍ଅପ୍ କରିବା ସମୟରେ ଆପଣମାନେ କେଉଁ ଭୁଲ କରୁଛନ୍ତି ଯେଉଁଟାକି ଆପଣମାନେ ଜାଣିବା ନିହାତି ଦରକାର। ତେଣୁ ଭିଡ଼ିଓଟି ନିହାତି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ରହିବ। ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଯେଉଁ ଏସ୍ଆଇଆର୍ଟି ହେଉଛି ଏଇଟା କିଛି ବହୁତ ବଡ଼ କଥା ନୁହେଁ, ବହୁତ ଇଜି ପ୍ରୋସେସ୍। କେବଳ ଆପଣମାନଙ୍କୁ ବୁଝିବା ପାଇଁ ପଡ଼ିବ ଯେ କେଉଁ କ୍ୟାଟେଗୋରୀରେ ଆପଣମାନେ ଯାଉଛନ୍ତି। କ୍ୟାଟେଗୋରୀ ସାଧାରଣତଃ ଦୁଇଟା କ୍ୟାଟେଗୋରୀ ମୁଁ ଆପଣମାନଙ୍କୁ କହିଛି। ଗୋଟିଏ ହେଲା ଆପଣମାନଙ୍କର ସେଲ୍ଫ, ଯେଉଁମାନେ ରହିଛନ୍ତି 2002 ମସିହାରେ ଥିଲା ଲିଷ୍ଟରେ ନାଁ ଥିଲା, ସେମାନେ ତାଙ୍କର ଡାଟା ଫିଲ୍ଅପ୍ କରିବେ। ଏବଂ ଆଉ ଗୋଟିଏ ରହିଛନ୍ତି ପ୍ରଜନୀ, ଯାହାକୁ ଆମେ କହୁଛୁ ବା କ୍ୟାଟେଗୋରୀ ବି, ଯେଉଁମାନଙ୍କର ନାମ 2002 ମସିହା ଏସ୍ଆଇଆର୍ ଲିଷ୍ଟରେ ନଥିଲା। ତ ତାହାରି ଭିତରେ ଆପଣମାନଙ୍କର ଯେଉଁମାନଙ୍କର ମ୍ୟାରେଜ୍ ହେଇଛି, ତ ମ୍ୟାରେଜ୍ ହେଲା ପରେ ଦୁଇଟି ଏଠି ଆପଣମାନଙ୍କର ଅପସନ୍ ଆସୁଛି। ଯାହାଙ୍କର ମ୍ୟାରେଜ୍ ଯିଏ କରିଛନ୍ତି ତାଙ୍କର ସ୍ୱାମୀଙ୍କ ନାମ ଯଦି 2002 ମସିହା ଲିଷ୍ଟରେ ଅଛି ତ ସେମାନଙ୍କର ମଧ୍ୟ ଡାଉଟ୍ ରହୁଛି ଯେ ଯଦି ମୋ ସ୍ୱାମୀଙ୍କ ନାମ 2002 ମସିହା ଲିଷ୍ଟରେ ଅଛି ତାହେଲେ ବର୍ତ୍ତମାନ ଆମେ ଯେଉଁ ସମ୍ପର୍କୀୟଙ୍କ ଡିଟେଲ୍ସ କ୍ୟାଟେଗୋରୀ ବିରେ ଆମେ ଯାଉଛୁ। ତେଣୁ କ୍ୟାଟେଗୋରୀ ବିରେ ଯେଉଁ ଫର୍ମ ଫିଲ୍ଅପ୍ଟି କରିବା 2 ନମ୍ବର ଫର୍ମ, ତ ସେଥିରେ ଆମେ କାହାର ଡାଟା ଦେବା, ସ୍ୱାମୀଙ୍କର ଡାଟା ଦେବା ନା ଆପଣମାନଙ୍କର ବାପା କିମ୍ବା ମାଆଙ୍କର ଡାଟା ଦେବା, ସେ ବିଷୟରେ ଜାଣନ୍ତୁ। ତ ଦେଖନ୍ତୁ, ଏସ୍ଆଇଆର୍ ଆରମ୍ଭ ହେବା ପୂର୍ବରୁ ଆପଣମାନେ ଜାଣିଥିବେ ଆପଣମାନଙ୍କ ଅଞ୍ଚଳର ଯେଉଁ ବିଏଲ୍ଓ ରହିଛନ୍ତି ବା ବୁଥ୍ ଲେଭେଲ୍ ଅଫିସର ଆପଣମାନଙ୍କ ଏରିଆକୁ ଯାହାକି ଆସିଥିବେ ମ୍ୟାପିଂ ପାଇଁ। କେଉଁମାନଙ୍କର ମ୍ୟାପିଂ ହେଇଛି ନା ଯେଉଁମାନେ 2002 ମସିହା ପରେ ମ୍ୟାରେଜ୍ କରିଛନ୍ତି ବା ଆପଣମାନଙ୍କର ଗୋଟିଏ ଜାଗାରୁ ତାଙ୍କ ଶାଶୁ ଘରକୁ ଆସିଛନ୍ତି, ଏଇଭଳି କ୍ୟାଟେଗୋରୀରେ ଯେଉଁ ମ୍ୟାରେଜ୍ ପର୍ସନ୍ ମାନେ ରହୁଛନ୍ତି ତ ସେମାନଙ୍କର ଯେଉଁ ମ୍ୟାପିଂଟି ହେଇଥିଲା, ତ ସେଇ ମ୍ୟାପିଂ ସମୟରେ ମନେ ଥିବ ମ୍ୟାପିଂ ଯେତେବେଳେ ଆପଣମାନଙ୍କର କରାଯାଇଥିଲା ତ ବିଏଲ୍ଓ ମାନେ ଆପଣମାନଙ୍କର ବାପାଙ୍କର ଡିଟେଲ୍ସ ବା ଆପଣଙ୍କର ବାପ ଘରର ଡିଟେଲ୍ସ ଯାକି ଆଣିଥିଲେ ଏବଂ ସେଇ ଡିଟେଲ୍ସ ଅନୁସାରେ ଆପଣମାନଙ୍କର ମ୍ୟାପିଂ କରାଯାଇଥିଲା। ଏଇଟା ମଧ୍ୟ ଆପଣମାନେ ମନେ ରଖିବେ। ତେଣୁ ଯେଉଁମାନଙ୍କର ମ୍ୟାପିଂ ହେଇଥିଲା ତ ସେଇ ମ୍ୟାପିଂ ଆଧାରରେ ବର୍ତ୍ତମାନ ଆପଣମାନଙ୍କୁ ଫର୍ମ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ମ୍ୟାପିଂ ଆକାରରେ ଯଦି ଆପଣମାନେ ଫର୍ମ ଫିଲ୍ଅପ୍ କରିବେ ତା ପୂର୍ବରୁ ଯେଉଁ ବିଏଲ୍ଓ ଆପଣମାନଙ୍କ ଅଞ୍ଚଳକୁ ଆସୁଛନ୍ତି ବା ଆପଣଙ୍କ ଘରକୁ ଆସୁଛନ୍ତି ସେଥିରେ ତ ଆପଣମାନଙ୍କର ଫର୍ମରେ ତାଙ୍କର କଣ୍ଟାକ୍ଟ ନମ୍ବର ରହୁଛି। ତାଙ୍କୁ ଆପଣମାନେ କଲ୍ କରି ପଚାରନ୍ତୁ ଯେଉଁ ମ୍ୟାପିଂଟି ତାଙ୍କର କରାଯାଇଛି ସେଇଟା ତାଙ୍କର ସ୍ୱାମୀଙ୍କ ସହିତ କରାଯାଇଛି ନା ତାଙ୍କର ବାପଙ୍କ ଘରଙ୍କ ସହିତ କରାଯାଇଛି। ମ୍ୟାକ୍ସିମମ୍ ପ୍ରାୟ ଆମେ ଯଦି ଦେଖିବା 99% ମ୍ୟାପିଂ ଆପଣମାନଙ୍କର ଯେଉଁଟାକି ବାପ ଘର ହିସାବରେ ହେଇଛି। ତେଣୁ ଯେତେବେଳେ ଆପଣମାନେ ଫର୍ମଟି ଫିଲ୍ଅପ୍ କରୁଛନ୍ତି ତ ଫର୍ମ ଫିଲ୍ଅପ୍ କରିବା ସମୟରେ ଯେଉଁମାନଙ୍କର 2002 ମସିହାରେ ଲିଷ୍ଟରେ ନାଁ ଥିଲା ମ୍ୟାରେଡ୍ ପର୍ସନ୍ ସେମାନେ ଆପଣମାନଙ୍କର କଲମ୍ 1 ଏଇଟା ତ ଇଜିଲି ଫିଲ୍ଅପ୍ କରିପାରିବେ। ପ୍ରଥମଟି ଆପଣମାନଙ୍କର ଏସ୍ଆଇଆର୍ ଡାଟା ଦେଖି କରିଦେବେ ଏବଂ ଲାଷ୍ଟରେ ଯେଉଁ ଫର୍ମଟି ରହିଛି ଏଇଟା ବର୍ତ୍ତମାନର ଯାହା ବି ଡିଟେଲ୍ସ ଆପଣମାନଙ୍କର ଅଛି ଏଠି ଆପଣମାନେ କରିଦେବେ। ତେଣୁ ଏଠି ମଧ୍ୟ ବହୁତ ଜଣଙ୍କର ଡାଉଟ୍ ରହୁଛି ଯେ ଏଠି ଆମର ବାପାଙ୍କର ନାମ ଲେଖିବା ବା ଆପଣମାନଙ୍କର ସ୍ୱାମୀଙ୍କ ନାମ ଲେଖିବା। ଦେଖନ୍ତୁ, ଆପଣମାନଙ୍କର ଭୋଟର ଆଇଡିରେ ଏଠି ଯେଉଁ 3 ନମ୍ବର କଲମଟି ରହିଛି ଏଠି ଯେଉଁ ମ୍ୟାରେଡ୍ ପର୍ସନ୍ ରହିଛନ୍ତି ତାଙ୍କର ନାମ ତ ଆପଣମାନେ ପୂର୍ବରୁ ଲେଖାଥିବ। ତେଣୁ ତାଙ୍କର ଆଧାର ନମ୍ବର, ମୋବାଇଲ ନମ୍ବର ଦେଲା ପରେ ଏଠି ତାଙ୍କର ପିତାଙ୍କର ନାମ ଲେଖିବା ପାଇଁ ପଡ଼ିବ ଏବଂ ବାପାଙ୍କର ଆପଣମାନଙ୍କର ଭୋଟର ଆଇଡି ଯଦି ଅଛି ତାଙ୍କ ନମ୍ବର ଲେଖିପାରିବେ, ମାଆଙ୍କର ନାମ ଲେଖିବେ ଏବଂ ତାଙ୍କର ଭୋଟର ଆଇଡି ଯଦି ଅଛି ତାଙ୍କ ପାଖରୁ ଆଣି ଆପଣମାନେ ଏଠି କରିବେ। ନହେଲେ ଅନଲାଇନରେ ଇଜିଲି ଆପଣମାନେ ଭୋଟର ଲିଷ୍ଟରେ ମଧ୍ୟ ନାଁ ଚେକ୍ କରିପାରିବେ। ଏଇଟା ଗଲା 2002 ମସିହାରେ ଯେଉଁମାନଙ୍କ ଲିଷ୍ଟରେ ନାଁ ଅଛି। ଯେଉଁମାନଙ୍କ 2002 ମସିହା ଲିଷ୍ଟରେ ନାଁ ନାହିଁ ଏବଂ ବର୍ତ୍ତମାନ ସେମାନେ ମ୍ୟାରେଜ୍ କରି ଆସିଛନ୍ତି ତ ତାଙ୍କର କ'ଣ କରାଯିବ?
ଦେଖନ୍ତୁ ଏଠି ଆପଣମାନଙ୍କର ସବୁଠାରୁ ଇମ୍ପୋର୍ଟାଣ୍ଟ ମ୍ୟାପିଂ ଆପଣମାନଙ୍କର କାହା ସହିତ ହେଇଛି। ତ ମ୍ୟାପିଂ ଏଠି 100% ଆପଣମାନଙ୍କୁ ଯୋଉଟାକି ମୁଁ ପ୍ରଥମରେ କହିଲି, ଆପଣମାନଙ୍କ ବାପଘର ସାଙ୍ଗରେ ହେଇଛି। ତେଣୁ ଏଠି ଆପଣମାନେ ଯୋଉ ଡାଟାଟି ଦେବେ, ଆପଣଙ୍କର ବାପଘରର ଡିଟେଲ୍ସ ଦେବେ। ମନେ ରଖନ୍ତୁ ଆପଣଙ୍କ ବାପଘର ଡିଟେଲ୍ସ ଯେମିତିକି ଆପଣଙ୍କ ବାପାଙ୍କ ନାମ, ଯାହାଙ୍କର ନାମ 2002 ମସିହା ଏସ୍ଆଇରେ ଅଛି, ବାପାଙ୍କର ନାମ ଦେବେ। ତାପରେ ଆପଣମାନଙ୍କର ଭୋଟର ଆଇଡି ବାପାଙ୍କର ଦେବେ। ତାପରେ ସମ୍ପର୍କୀୟଙ୍କ ନାଁରେ ବାପାଙ୍କର ବାପା ଅର୍ଥାତ୍ ତାଙ୍କର ଭୋଟର ଆଇଡିରେ ଯାହାଙ୍କର ନାଁ ମେନସନ୍ ଅଛି, ତାଙ୍କ ବାପାଙ୍କର କିମ୍ବା ମାଆଙ୍କର ତାଙ୍କ ଲେଖିବେ। ତାପରେ ସମ୍ପର୍କ କ'ଣ ଅଛି ଲେଖିବେ, ଜିଲ୍ଲା ଲେଖିବେ, ରାଜ୍ୟର ନାମ ଲେଖିବେ ଏବଂ ବିଧାନସଭା ମଣ୍ଡଳୀ। ଅର୍ଥାତ୍ ଏଇଟା ଆପଣଙ୍କର ବାପଘରର ଡିଟେଲ୍ସ ଅନୁସାରେ ଫିଲ୍ଅପ୍ କରିବେ। ନିର୍ବାଚନ ମଣ୍ଡଳୀର ସଂଖ୍ୟା, ଭାଗ ସଂଖ୍ୟା ଏବଂ କ୍ରମିକ ନମ୍ବର। ଯଦି ଏଇଟା ଜାଣିପାରୁନାହାନ୍ତି ତାହେଲେ ଏସ୍ଆଇଆର୍ ଲିଷ୍ଟରେ ଆପଣମାନଙ୍କ ବାପାଙ୍କୁ ପଚାରନ୍ତୁ ଯେ କି ତାଙ୍କର ସେ ସମୟରେ 2002 ମସିହାରେ ତାଙ୍କର ନିର୍ବାଚନ ମଣ୍ଡଳୀ କ'ଣ ଥିଲା। ତ ସେଠି ଆପଣମାନେ ଏସ୍ଆଇଆର୍‌ରେ ଚେକ୍ କରିପାରିବେ। ଏସ୍ଆଇଆର୍ ଚେକ୍ କରିବା ପାଇଁ ଡିଟେଲ୍ସ ଭିଡ଼ିଓ ଆପଣମାନଙ୍କୁ ଡେସ୍କ୍ରିପସନ୍‌ରେ ମିଳିଯିବ। କେମିତି ଆପଣମାନେ ନିଜ ଜିଲ୍ଲା ସହିତ ଅନ୍ୟାନ୍ୟ ଜିଲ୍ଲାର ଡିଟେଲ୍ସ ଚେକ୍ କରିପାରିବେ। ତାପରେ ଏଇଟା ଗଲା, ଏଇଟା ଲେଖି ସାରିଲା ପରେ ଫାଇନାଲ ଯୋଉ ତଳ ଅପସନ୍‌ଟି ରହିଛି, ଏହି ଅପସନ୍‌ଟି ଆପଣମାନଙ୍କ ଏଜ୍ ୟୁଜୁଆଲ୍ ଆପଣମାନଙ୍କର ନିଜର ଡିଟେଲ୍ସ ସବୁ ଏଠି ଆପଣମାନେ ଦେବେ। ନିଜର ଡିଟେଲ୍ସ ଦେବେ। ଏଇଠି ଦେଖନ୍ତୁ ପତି ପତ୍ନୀଙ୍କର ନାମ ରହିଛି। ଏଇଠି ଆପଣମାନେ ନିଜର ପତିଙ୍କର ନାମ ଲେଖିବେ ଅର୍ଥାତ୍ ସ୍ୱାମୀଙ୍କର ନାମ ଲେଖିବେ। ଯୋଉଟାକି ପରବର୍ତ୍ତୀ ସମୟରେ ଭୋଟର ଆଇଡିରେ ଆପଣମାନଙ୍କର ଯେହେତୁ ସ୍ୱାମୀଙ୍କର ନାମ ରହିବ, ତେଣୁ ଆପଣମାନେ ସବୁ ଫିଲ୍ଅପ୍ କରିସାରିଲା ପରେ ଶେଷରେ ଯୋଉ ଅପସନ୍‌ଟି ରହିଛି, ଏଠି ଆପଣମାନଙ୍କର ବାପା ମାଆଙ୍କ ଡିଟେଲ୍ସ ଦେଇଦେଲେ। କିନ୍ତୁ ପତି ଏବଂ ପତ୍ନୀଙ୍କର ଯୋଉଟାକି ସ୍ପାଉସ୍ କେସ୍ ରହିଛି, ଏଠି ଆପଣମାନେ ନିଜ ସ୍ୱାମୀଙ୍କର ନାମ ଲେଖିବେ ଏବଂ ତାଙ୍କର ଭୋଟର ଆଇଡି ନମ୍ବର ଏଠି ଏଣ୍ଟର କରିବେ। ମନେ ରଖନ୍ତୁ ବହୁତ ଇଜି ପ୍ରୋସେସ୍ ଅଛି ଏସ୍ଆଇଆର୍ ଫର୍ମ ଫିଲ୍ଅପ୍ କରିବା ପାଇଁ। କିଛି ବି ଆପଣମାନଙ୍କର ଡାଉଟ୍ ହେଉଛି, ମୁଁ ଆପଣମାନଙ୍କୁ ୟାର ପୁରା ପର୍ଟିକୁଲାର ଗୋଟେ ପ୍ଲେଲିଷ୍ଟ ମଧ୍ୟ ବନେଇ ଦେଇଛି। ଡେସ୍କ୍ରିପସନ୍‌ରେ ତାର ଲିଙ୍କ୍ ମିଳିଯିବ। ପ୍ଲେଲିଷ୍ଟରେ ଆପଣମାନେ ପ୍ରଥମ ଭିଡ଼ିଓ, ସେକେଣ୍ଡ ଭିଡ଼ିଓ, ଥାର୍ଡ ଭିଡ଼ିଓ ଏବଂ ଏଇଟା 4 ନମ୍ବର ଭିଡ଼ିଓ ଯଦି ସବୁ ଆପଣମାନେ କଣ୍ଟିନ୍ୟୁ ଦେଖିଛନ୍ତି, ତାହେଲେ ଫର୍ମ ଫିଲ୍ଅପ୍ କରିବା ପାଇଁ ଆପଣମାନଙ୍କୁ କୌଣସି ବି ଅସୁବିଧା ହବ ନାହିଁ। ତେଣୁ ଆହୁରି ମଧ୍ୟ ବହୁତ ଜଣଙ୍କର ଆସୁଥିଲା, ଆମର ଡାଉଟ୍ ଆସୁଥିଲା ଯେ ଯଦି ଆମେ ଅନ୍ୟ ଷ୍ଟେଟ୍‌ରୁ ମ୍ୟାରେଜ୍ କରିଛୁ, ତାହେଲେ ଏଠି ଆପଣମାନଙ୍କର କ'ଣ ରହିବ? ଦେଖନ୍ତୁ ଅନ୍ୟ ଷ୍ଟେଟ୍‌ରୁ ମଧ୍ୟ ମ୍ୟାରେଜ୍ କରିଥିଲେ ସେଇ ସମାନ ପ୍ରୋସେସ୍ ଆପଣମାନଙ୍କର ଏସ୍ଆଇଆର୍‌ରେ ପୁରୁଣା ଆପଣମାନଙ୍କ ରାଜ୍ୟରେ ବା ଯୋଉଠି ଆପଣମାନେ ମ୍ୟାରେଜ୍ କରିଛନ୍ତି, ଯୋଉ ଫିମେଲ୍ ଆମର ମାନେ ଏଇଟା ଫିଲ୍ଅପ୍ କରୁଛନ୍ତି, ତାଙ୍କ ବାପାଙ୍କ ଘରେ ଯୋଉ ରାଜ୍ୟର ହେଇଥାଉ, ଏଠି ଆପଣଙ୍କ ରାଜ୍ୟ ମଧ୍ୟ ମେନସନ୍ କରାଯିବ। ରାଜ୍ୟ ଆପଣମାନେ ମେନସନ୍ କରାଯିବେ। ବହୁତ ଜଣଙ୍କର କହୁଛନ୍ତି ଧରାଯାଉ ଆମର ଓଡ଼ିଶାର ଜଣେ ପିଲା ଆପଣମାନଙ୍କର ମ୍ୟାରେଜ୍ କରିଛି ଛତିଶଗଡ଼ରୁ। ତେଣୁ ରାଜ୍ୟର ନାମ ଏଠି ତାଙ୍କର କ'ଣ ରହିବ? ଛତିଶଗଡ଼ ଲେଖିବେ ଏବଂ ଛତିଶଗଡ଼ରେ ତାଙ୍କ ବାପାଙ୍କର ଡିଟେଲ୍ସ ଯୋଉଟାକି ଏସ୍ଆଇଆର୍‌ରୁ ଆପଣମାନେ ଖୋଜିବେ। ତାପରେ ଏଠି ଆପଣମାନଙ୍କର ଫିଲ୍ଅପ୍ କରିବେ। ଯଦି ବି କିଛି ଡାଉଟ୍ ଅଛି ଫର୍ମ ଫିଲ୍ଅପ୍ କରିବା ପୂର୍ବରୁ ଆପଣମାନଙ୍କ ବିଏଲ୍‌ଓଙ୍କ ସହିତ ପୁରା କଣ୍ଟାକ୍ଟ କରନ୍ତୁ। ବିଏଲ୍‌ଓଙ୍କ ସହିତ କଥା ହେଇସାରିଲା ପରେ ଆପଣମାନେ ଫର୍ମଟି ଫିଲ୍ଅପ୍ କରନ୍ତୁ। କୌଣସି ବି ଅସୁବିଧା ନାହିଁ। ଟାଇମ୍ ଆପଣମାନଙ୍କର 28 ଜୁନ୍ ପର୍ଯ୍ୟନ୍ତ ରହିଛି। ତେଣୁ ଏଇଟା ଗୋଟେ ସ୍ମୁଥଲି ପ୍ରୋସେସ୍। ସଠିକ୍ ଭାବରେ ଯଦି ଆପଣମାନେ ଡାଟା ଦଉଛନ୍ତି, ତାହେଲେ ଆପଣମାନଙ୍କର ଏସ୍ଆଇଆର୍‌ଟି ସମ୍ପୂର୍ଣ୍ଣ ଭାବରେ କମ୍ପ୍ଲିଟ୍ ହେଇପାରିବ। ତେଣୁ ଏସ୍ଆଇଆର୍‌କୁ ନେଇ ଯଦି ଆପଣମାନଙ୍କର ଅନ୍ୟ କୌଣସି ଡାଉଟ୍ ଅଛି, କମେଣ୍ଟ ସେକ୍ସନ୍‌ରେ ପଚାରନ୍ତୁ। ନହେଲେ ଡାଇରେକ୍ଟ ଆପଣମାନେ ମୋତେ ଇନଷ୍ଟାଗ୍ରାମ ବା ଫେସବୁକ୍‌ରେ ମେସେଜ କରନ୍ତୁ ବା ଡିଏମ୍ କରନ୍ତୁ। ମୁଁ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ ସେଠି ସେୟାର କରିଦେବି। ଏବଂ ଏହି ଭିଡ଼ିଓଟି ଆପଣମାନେ ବହୁତ ମାତ୍ରାରେ ସେୟାର କରନ୍ତୁ। ଯାହାଦ୍ୱାରା କି ଆପଣଙ୍କ ସମ୍ପର୍କୀୟ ବା ଆପଣମାନଙ୍କର ପରିବାରରେ ବର୍ଗୀୟ ଯୋଉମାନେ ବି ଏସ୍ଆଇଆର୍ ଫର୍ମ ଫିଲ୍ଅପ୍‌କୁ ନେଇ କନଫ୍ୟୁଜନ୍‌ରେ ଅଛନ୍ତି, ସେମାନେ ଇଜିଲି ଫର୍ମ ଫିଲ୍ଅପ୍ କରିପାରିବେ।